ଏବେ ପୋଷଣ ଟ୍ରାକରରେ ଗୋଟେ ନୂଆ ଅପଡ଼େଟ୍ ଆସୁଛି 22.5 ଯେଉଁ ଭର୍ସନରେ ଅଙ୍ଗନୱାଡ଼ି ଓପନ୍ କଲା ପରେ ବିଭିନ୍ନ ପ୍ରକାର ଅପଡ଼େଟ୍ ଦେଖାଉଛି ଏବଂ ବିଭିନ୍ନ ପ୍ରକାର ନୂଆ ଅପଡ଼େଟ୍ ଆସିଛି। ତେଣୁ ସେ ଅପଡ଼େଟ୍କୁ କିପରି ସମାଧାନ କରିବା ଏବଂ ଅଙ୍ଗନୱାଡ଼ି ଓପନ୍ କରିବା ଆସନ୍ତୁ ଏହି ଭିଡ଼ିଓରେ ଜାଣିବା। ପ୍ରଥମେ କ'ଣ କରିବେ, ଆପଣ ପୋଷଣ ଟ୍ରାକରଟି ଯେଉଁ ଅଛି ତାକୁ କ'ଣ କରିବେ, ଅନଇନଷ୍ଟଲ୍ କରିଦେବେ। ଅନଇନଷ୍ଟଲ୍ କରିଦେଲି। ଅନଇନଷ୍ଟଲ୍ କରିସାରିଲା ପରେ ପ୍ଲେ ଷ୍ଟୋରକୁ ଯିବେ। ପ୍ଲେ ଷ୍ଟୋରରେ ପୋଷଣ ଟ୍ରାକର ସର୍ଚ୍ଚ କରିବେ, ତାପରେ ଇନଷ୍ଟଲ୍ କରିବେ। ଡାଉନଲୋଡ୍ ହେଇଗଲା। ତାପରେ ଅଙ୍ଗନୱାଡ଼ି ସେଣ୍ଟର ଆସିଲା ପରେ ଆସିବ, ତାପରେ ଲଗ୍ଇନ୍ କରିବେ, କନଫର୍ମ କରିକି ଲଗ୍ଇନ୍ କରିବେ। ଲଗ୍ଇନ୍ କଲା ପରେ ୟୁଜର ନେମ୍ ତାଙ୍କର ଅଙ୍ଗନୱାଡ଼ି ୱାର୍କରଙ୍କର ମୋବାଇଲ୍ ନମ୍ବର ଦେବେ। ଦେଖନ୍ତୁ ଦେଇସାରିଲା ପରେ ଅଙ୍ଗନୱାଡ଼ି ଓପନ୍ଟି ଖୋଲିଗଲା। ତାପରେ ସେ ଅଟୋମେଟିକ୍ ଆସିଯିବ, ଓପନ୍ ଆସିଗଲା, ଅଙ୍ଗନୱାଡ଼ି ଷ୍ଟାଟସ୍ ଆସିଗଲା, ଅଙ୍ଗନୱାଡ଼ି ଡେଲି ଟ୍ରାକର। ଯେହେତୁ ନୂଆ ଅପଡ଼େଟ୍ ଆସିଛି ଟିକେ ଲେଟ୍ ହେଉଛି। ଦେଖନ୍ତୁ ଓପନ୍ ଆସିଲା ଷ୍ଟାଟସ୍। ଉପରେ ଦେଖନ୍ତୁ ନୂଆ ଅପଡ଼େଟ୍ ଆସିଛି। ୟୁ ଆର୍ ଅଲୱେଜ୍ ଫର୍ ଦ ଅଙ୍ଗନୱାଡ଼ି ସେଣ୍ଟର, ପ୍ଲିଜ୍ ସିଲେକ୍ଟ ଏ ରିଜନ୍ ଫର୍ ବିଙ୍ଗ ଅଲୱେଜ୍, ଡିଷ୍ଟାନ୍ସ ଫର୍ ଅଙ୍ଗନୱାଡ଼ି ସେଣ୍ଟର 1.1 କିଲୋମିଟର। ଏଇଟା ନୂଆ ଆସିଛି। ଯଦି ଅଙ୍ଗନୱାଡ଼ି ସେଣ୍ଟର ଡିଷ୍ଟାନ୍ସ ସେତିକି ଦେଖାଉଛି ଆପଣଙ୍କର ଲଙ୍ଗିଚ୍ୟୁଡ଼ ଲାଟିଚ୍ୟୁଡ଼ ଅନୁସାରେ, କ'ଣ ପାଇଁ ଡିଷ୍ଟାନ୍ସ ଅଛି ବି ଆପଣ ଯଦି ଦେଇପାରିବେ। 4ଟି ଅପସନ୍ ଆସୁଛି। ଆପଣ ଛୁଟି ଆଇଏମ୍ ଅନ୍ ଲିଭ୍ରେ ଅଛନ୍ତି, ନା ଅଫିସିଆଲ୍ ଡ୍ୟୁଟିରେ ଅଛନ୍ତି, ନା ଆଡ଼ିସନାଲ୍ ଚାର୍ଜ ଅଛନ୍ତି, ନା ନେଟୱାର୍କ ଅନଏବୁଲ୍ ଏଟ୍ ଦ ଅଙ୍ଗନୱାଡ଼ି ସେଣ୍ଟର, ନେଟୱାର୍କ ପ୍ରୋବ୍ଲେମ୍ ଅଛି। ପ୍ରାୟ ସମସ୍ତଙ୍କ ନେଟୱାର୍କ ପ୍ରାୟ କମ୍ ପ୍ରୋବ୍ଲେମ୍ ଅଛି, ନେଟୱାର୍କ ପ୍ରୋବ୍ଲେମ୍, କିନ୍ତୁ ଅଫିସିଆଲ୍ ଡ୍ୟୁଟି ଏଠି ପକାଇଦେବେ। ଆଇଏମ୍ ଅନ୍ ଅଫିସିଆଲ୍ ଡ୍ୟୁଟିରେ ପକାଇଦେବେ। ପକାଇ ସାରିଲା ପରେ ତାପରେ କ'ଣ ଆସିବ ଆପଣଙ୍କର, ଗୋଟେ ଅଫିସିଆଲ୍ ଡ୍ୟୁଟି ପକାଇଲେ ତାପରେ ଟିକେ ଓପନ୍ ପକାଇବି। ଓପନ୍ କଲି। ଓପନ୍ ଉପରେ ଆସିଲା ୱାନ୍ସ ଅଙ୍ଗନୱାଡ଼ି ଷ୍ଟାଟସ୍ ସେଟ୍ ଓପନ୍, ୟୁ କ୍ୟାନ୍ ନଟ୍ ଚେଞ୍ଜ ଇଟ୍। ଓକେ ମାରିବି। ଦେଖନ୍ତୁ ଅଙ୍ଗନୱାଡ଼ି ଅଲରେଡ଼ି ଓପନ୍ ହେଇଗଲା। ସେକେଣ୍ଡରେ ଆସୁଛି ଚିଲଡ୍ରେନ୍ସ ଗ୍ରୁପ୍ ଫଟୋ ନଟ୍ କ୍ୟାପଚର୍। ଏଇଟା କ'ଣ କରିବେ ନା, ଚିଲଡ୍ରେନ୍ର ଯେଉଁ ଆପଣ ଅଙ୍ଗନୱାଡ଼ି ସେଣ୍ଟର ଯେଉଁ ଅଙ୍ଗନୱାଡ଼ି ପିଲାମାନେ ଆସିଥିବେ ସେମାନଙ୍କର ଗୋଟେ ଗ୍ରୁପ୍ ଫଟୋ ନେବେ ହେଲା। ଏଇଟା ଗୋଟେ ନୂଆ ଅପଡ଼େଟ୍ ଆସିଛି, ଭଲ ଅପଡ଼େଟ୍ ଆସିଛି। ଯେ ପ୍ରକୃତରେ ସେ ଅଙ୍ଗନୱାଡ଼ି ସେଣ୍ଟରରେ ୱାର୍କର ଆସିଛନ୍ତି କି ନା ମିଛରେ ସେମାନେ ଅଙ୍ଗନୱାଡ଼ି ଓପନ୍ କରିଦେଇଥିଲେ, ଜାଣିପାରିନଥିଲେ। ଏଇଟା ଗୋଟେ ନୂଆ ଅପଡ଼େଟ୍ ଆସିଛି, ଭଲ ଅପଡ଼େଟ୍ଟେ। ସେମାନଙ୍କର ଅଙ୍ଗନୱାଡ଼ି ସେଣ୍ଟରରେ ଛୁଆମାନେ ଆସୁଛନ୍ତି କି ନାହିଁ ପ୍ରକୃତରେ ସେମାନେ ଜାଣିବାକୁ ଚାହୁଁଛନ୍ତି। ଗୋଟେ ଭଲ ଅପଡ଼େଟ୍ ଆସିଛି। ନଟ୍ କ୍ୟାପଚର୍ ଜାଗାରେ ଏଠି ମାରିବ ହେଉଛି ଚିଲଡ୍ରେନ୍ ଗ୍ରୁପ୍ ନଟ୍ କ୍ୟାପଚର୍ ଯେଉଁ ତୀର ଚିହ୍ନ ଅଛି ସେଠି ମାରିଲା ପରେ ଏବେ ଦେଖନ୍ତୁ ଶୋ କରିବ କିପରି ଛୁଆର ଫଟୋ ନେବେ। ଯଦି ଡେଙ୍ଗା ଛୁଆ ଥିବ ତାକୁ ପଛଆଡ଼େ ଟିକେ ଦେବେ, ତାପରେ ଟିକେ କମ୍ ତା ଡେଙ୍ଗା, ତାପରେ ମିଡ଼ିଲ୍ରେ ଦେବେ, ପୁରା ବାଙ୍ଗରା ଛୁଆ ଆଗରେ ଦେବେ। ଦେଇକି କ୍ଲିୟର ଫଟୋ ଉଠେ। ଦେଖନ୍ତୁ କ୍ଲିୟରିଟି, ଫଟୋର କ୍ଲିୟରିଟି ଆସିଥିବା ଦରକାର, ଆଉ ଲାଇଟ୍ ଆସିଥିବା ଦରକାର। ଆଉ ବେଶୀ ଯଦି ବ୍ଲୋର୍ ହେଇଗଲା ସେ ବି ଫଟୋ ନେବ ନାହିଁ। ତାପରେ ପ୍ରୋସିଡ୍ ଉପରେ ତାର ଡିଷ୍ଟାନ୍ସ ଥିବା ଦରକାର, ସମସ୍ତଙ୍କର ଫଟୋ ଭଲସେ ଆସୁଥିବା ଦରକାର। ତାପରେ ପ୍ରୋସିଡ୍ ଉପରେ କ୍ଲିକ୍ କରିବେ। ପ୍ରୋସିଡ୍ ଦେଖନ୍ତୁ ଗ୍ରୁପ୍ ସାଇଜ୍ ଫଟୋ ବି ସବୁ ଇଆଡ଼େ କ'ଣ କରିବ, ଆପଣ ଯେତେବେଳେ ଫଟୋ ନେବେ ଇଆଡ଼େ ସବୁ ରାଇଟ୍ ହେଇଯିବ। ତାପରେ ପ୍ରୋସିଡ୍ ଉପରେ କ୍ଲିକ୍ କରିବେ। ପ୍ରୋସିଡ୍ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ଆସିଗଲା ଫଟୋ କ୍ୟାପଚର୍। ଫଟୋ ନେଲି, ଦେଖନ୍ତୁ ହେଇଗଲା। ତାପରେ ସବମିଟ୍ କରିବି।
ଟିକେ ଟାଇମ୍ ନେବ। ସବମିଟ୍ ଚିଲଡ୍ରେନ୍ ଗ୍ରୁପ୍ ଫଟୋ ସେଭ୍ ସକ୍ସେସଫୁଲ୍ ହେଇଗଲା ଦେଖନ୍ତୁ। ତାପରେ ଆଟେଣ୍ଡାନ୍ସ ମର୍ଣ୍ଣିଂ ସ୍ନାକ୍ସ ଆକ୍ଟିଭିଟି ସବୁ କମ୍ପ୍ଲିଟ୍ କରିବେ। ଏଇ 22.5ରେ ଆଉ ଗୋଟେ ନୂଆ ଅପଡ଼େଟ୍ ଆସିଛି ଭିଚିଣ୍ଡି। କିପରି ଭିଚିଣ୍ଡି ଅପଡ଼େଟ୍ କରିବା ଏଥିରେ ଦେଖନ୍ତୁ ଆସନ୍ତୁ ଦେଖିବା। କିଛି ନୂଆଟା ଦେଇଛି ଭିଡ଼ିଓରେ, କିଛି ଯେଉଁ ନୂଆ ଅପଡ଼େଟ୍ରେ କିଛି ନୂଆଟା ଦେଇଛି ଭିଚିଣ୍ଡିରେ। ଭିଚିଣ୍ଡି ଓପନ୍ କଲା ପରେ ଆଗରୁ ଖାଲି ଡେଟ୍ ପକାଉଥିଲେ, ତାପରେ ସରିଯାଉଥିଲା। କିନ୍ତୁ ଏଥର ଦେଖନ୍ତୁ ଅଲଗା ଅଲଗା ସବୁ ଦେଇଛନ୍ତି। ପାର୍ଟିସିପେଣ୍ଟ, ଭ୍ୟାକ୍ସିନେସନ୍, ସପ୍ଲିମେଣ୍ଟ, ଟେଷ୍ଟ ଚେକ୍, ଗ୍ରୋଥ୍ ମନିଟରିଂ ବିଭିନ୍ନ ପ୍ରକାର ଦେଇଛନ୍ତି ଦେଖିଲେ। ତାପରେ ଏଠି ଡେଟ୍ ଆକ୍ଟିଭ୍ ଡେଟ୍ ପକାଇବେ। ଏଠି ତାଙ୍କର କମ୍ପ୍ଲିଟ୍ ହେଇଯାଇଛି। ଯାହାଙ୍କର କମ୍ପ୍ଲିଟ୍ ହେଇନାହିଁ ଗୋଟେ ଅଙ୍ଗନୱାଡ଼ି ସେଣ୍ଟର ଯିବା, ଯାହାର କମ୍ପ୍ଲିଟ୍ ହେଇନାହିଁ। ଦେଖନ୍ତୁ ଭିଚିଣ୍ଡିରେ ମଧ୍ୟ ନୂଆ ଅପଡ଼େଟ୍ ଆସିଯାଇଛି। ଭିଚିଣ୍ଡି ଆଗରୁ ମାରିଲେ କେବଳ ଡେଟ୍ ଦେଖାଉଥିଲା ଆଉ ପାର୍ଟିସିପେଣ୍ଟ ଦେଖାଉଥିଲା। ଏବେ ସବୁ ନୂଆ ଆସିଛି ଦେଖନ୍ତୁ। ଭିଚିଣ୍ଡି ଆଗେ ଡେଟ୍ ପକାଇବେ, ଡେଟ୍ ପକାଇ ସାରିଲା ପରେ ତାପରେ ଦେଖନ୍ତୁ ଫିଲ୍ଡ ଫଙ୍କସନ୍ ପ୍ରେଜେଣ୍ଟ କିଏ ରହିଥିଲେ। ଅଙ୍ଗନୱାଡ଼ି ହେଲ୍ପର ଥିବେ, ଅଙ୍ଗନୱାଡ଼ି ହେଲ୍ପର ପକାଇବେ, କ୍ଲିକ୍ କରିବେ। ଅଙ୍ଗନୱାଡ଼ି ୱାର୍କର ଯଦି ଥିବେ, ଅଙ୍ଗନୱାଡ଼ି ୱାର୍କର କ୍ଲିକ୍ କରିବେ। ANM ଦିଦି ଥିବେ, ଯଦି ଆସିଥିବେ, ଯଦି ANM ଦିଦି କ୍ଲିକ୍ କରିବେ। ଯଦି ସୁପରଭାଇଜର ଥିବେ, ସେ ସେକ୍ଟରରେ ଯଦି ସୁପରଭାଇଜର ଥିବେ, ସୁପରଭାଇଜର କ୍ଲିକ୍ କରିବେ। ଯଦି CDP ମ୍ୟାଡ଼ାମ୍ ବି ପ୍ରେଜେଣ୍ଟ ଥିବେ, CDP ମ୍ୟାଡ଼ାମ୍ ପକାଇବେ। ଆଶା ବି ଥିବେ, ଯଦି ଆଶା ପକାଇବେ। MPW ଯଦି ଆସିଥିବେ ତାକୁ ପକାଇବେ। DPO ଯଦି ଆସିଥିବେ ପକାଇବେ। ଅଦର କିଏ ଯଦି ଆସିଥିବେ ପକାଇବେ ହେଲା। ପକାଇ ସାରିଲା ପରେ ଦେଖନ୍ତୁ ବେନିଫିସିଆରୀ କିଏ ଆସିଥିଲେ। ପ୍ରେଗନେଣ୍ଟ ଓମେନ୍ ଆସିଥିବେ ଯଦି ପକାଇବେ, କେତେ ଜଣ ଆସିଥିଲେ ପକାଇବେ। ରାଇଟ୍ ସାଇଡ଼୍ରେ ଦେଖନ୍ତୁ ମୁଁ ଯେଉଁଟା ରେଡ଼୍ କରିଦେଇଛି ସେଠି କେତେ ଜଣ ଆସିଥିଲେ, 2 ଜଣ କି 3 ଜଣ ପକାଇବେ। ଲାକ୍ଟିଂ ମଦର ସେମାନଙ୍କ ପକାଇବେ। ଯଦି ସେ ଭିଚିଣ୍ଡି କି ଚିଲଡ୍ରେନ୍ ଆସିଥିବେ କେତେ ଜଣ ପକାଇବେ। ଆଡୋଲସେନ୍ସ କାଲି ଯଦି ଆସିଥିବେ ପକାଇବେ। ମଦର ଯଦି ଆସିଥିବେ କେତେ ଜଣ ପକାଇବେ। ଗାର୍ଡ଼ିଆନ୍ ବି କେତେ ଜଣ ଆସିଥିଲେ ପକାଇବେ। ପକାଇ ସାରିଲା ପରେ ଦେଖନ୍ତୁ ତାପରେ ତଳେ କ'ଣ ଅଛି, ପ୍ରୋସିଡ୍ ଅପସନ୍ ଅଛି। ପ୍ରୋସିଡ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କର ଭିଚିଣ୍ଡି କମ୍ପ୍ଲିଟ୍ ହେଇଯିବ। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଅଧିକରୁ ଅଧିକ ସେୟାର କରନ୍ତୁ। ଧନ୍ୟବାଦ।